ପ୍ୟାକେଟରୁ ଖୋଲି ଗୋଟିଏ ନୂଆ ବ୍ରଶ ଆଦି ବାବାଙ୍କୁ ଦେଇ କହିଲି, ଏବେ ଏଥିରେ ଦାନ୍ତ ଘଷ। ଚୁନା ମାଛ ସହିତ ପଖାଳ ଭାତ ସ୍ୱାମୀ ସ୍ତ୍ରୀ ଦୁହେଁ ବସି ଖାଇଥିଲୁ ଧୋଇ ଗୋଡ଼ ହାତ। ଖାଇସାରି ଆସି ଦେଖେ ତ ବୁଲୁଚି ଦାଣ୍ଡରେ ଗୋଧି ଛୁଆଟିଏ, ତାର ଖାଇବା ସନ୍ଧାନରେ ସିଏ ଲାଗିଥାଏ। ମଣିଷ ହଉ କି ଜୀବଜନ୍ତୁ ଅବା କୀଟପତଙ୍ଗ, ଜୀବନ ଅଛି ମାନେ ଦରକାର ତ ଖାଦ୍ୟ ସମସ୍ତଙ୍କର। ବଡ଼ କଷ୍ଟରେ ଦିପହର ଖାଇବା ବନେଇଥିଲି, ହେଲେ ପଡ଼ିଶା ଘର ବଡ଼ ବୋଉ ଅରୁଆ ଭାତ ଡାଲମା ଖଟା କ୍ଷୀରି ଶାଗ ସବୁ ଦେଇଗଲେ, ତାକୁ ଖାଇଥିଲି। ଆମର ଚୁଲିରେ ସବୁ ରୋଷେଇ ହୁଏ ବୋଲି ପତିଦେବଙ୍କ ସ୍କୁଟିରେ ଜାଳ ବୋହୁଥିବାର ଦେଖିଲି। ଏକରେ ତ ଆଜି ଛୁଟି ଦିନ, ଉପର ସେ ଘରେ ଓଲ୍ଡିଂ କାମ ବି ନାହିଁ। ଏଇଠି ଘର ପାଖରେ ମିଳୁଥିଲା ବୋଲି ନିଜ ସ୍କୁଟି ସାହାଯ୍ୟରେ ବୋହି ଆଣିଲେ ଯାଇ। ପ୍ରୋଗ୍ରାମ ଥିଲା ଆଜି ପାର୍କ ଟିକେ ବୁଲି ଯିବା ପାଇଁ, ହେଲେ କାଠ ବୋହିବା ଚକ୍କରରେ ଆମକୁ ସେ ନେଇ ପାରିଲେ ନାହିଁ। ସେଥିପାଇଁ କହିଥିଲେ ତାଙ୍କୁ ସନ୍ଧ୍ୟା ବେଳକୁ ଆଣିବ ଭେଜ ବିରିୟାନୀ, ହେଲେ ସେ ନେଇ ଆସିଛନ୍ତି ଚିକେନ ଚାଉମିନ। ହେଲେ ସେ ଯାହା ବି ହଉ ସବୁ ମୋର ପସନ୍ଦ, ଖାଇବା ଜିନିଷ ଦେଖିଲେ ହେଇଯାଏ ମୋ ଭାରି ଆନନ୍ଦ। ସେଇ ଖୁସିରେ କହିଲେ, ଦେଖିବ ବେ ଗୋଟେ ଗୋଟେ କରି ଖାଇବି 2 ଘଣ୍ଟା ଯାଏ। ପତିଦେବ କହିଲେ, ଯେମିତି ଖାଅ ମୋର କଣ ଯାଏ। ବାକି ସିଏ ମହା ଚାଲାଖି, ନିଜ ଖାଇବା ସରିଲେ ସିନା ମୋ ଖାଇବାରେ ପକେଇବେ ଆଖି। ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।